ଆମର ଗୁଇନ୍ଦା ସୂତ୍ରରୁ ଆମର ଖବର ହସ୍ତଗତ ହୋଇଥିଲା ଯେ ଆମର ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଏଲଖା ମିର ସାହିରେ ଜଣେ ମହିଳା ଡ୍ରଗ୍ସ କାରବାରରେ ଲିପ୍ତ ଅଛନ୍ତି ବା ଡ୍ରଗ୍ସ କାରବାର ତାଙ୍କ ଘରେ ଅଛି। ତେଣୁ ସେ ଖବର ପାଇଲା ପରେ ଆମର ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଭଦ୍ରକ ଟାଉନ ଥାନାର ଏକ ଟିମ୍ ସେଠାରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ସେଠାରେ ସେ ମହିଳାଙ୍କ ଘରେ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କଠୁ ଡ୍ରଗ୍ସ କିଛି ମିଳିଥିବା ବ୍ରାଉନ ସୁଗାର ଜବତ ଦେଖିବାକୁ ପାଇଥିଲେ। ପରବର୍ତ୍ତୀ ସମୟରେ ଯାହା ଏନଡିପିଏସ୍ ଆକ୍ଟର ପ୍ରୋଭିଜନ ଅଛି সেই ପ୍ରୋଭିଜନ ହିସାବରେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀମାନଙ୍କ ଉପସ୍ଥିତିରେ ସର୍ଚ୍ଚ କରାଯାଇଥିଲା। ସର୍ଚ୍ଚ ସମୟରେ ତାଙ୍କ ପାଖରୁ ଡ୍ରଗ୍ସ ବ୍ରାଉନ ସୁଗାର ଜବତ ହୋଇଥିଲା ଓ ତା ସହିତ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ କରାଯାଇଥିଲା। ତାପରେ ପରବର୍ତ୍ତୀ ସମୟରେ ସେ ଅଭିଯୁକ୍ତ ଯେ ମହିଳା ଅଛନ୍ତି ତାଙ୍କର ଅନ୍ୟ ଏକ ଘରେ ମଧ୍ୟ ପୋଲିସ ଟିମ୍ ଚଢ଼ଉ କରିଥିଲେ। ସେଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ଜବତ ହୋଇଥିଲା। ଆମର ସର୍ବମୋଟ ସେ ମହିଳାଙ୍କ ଠାରୁ 30,44,855 ଟଙ୍କା ଜବତ କରାଯାଇଛି। 7ଟି ମୋବାଇଲ ଫୋନ ଜବତ କରାଯାଇଛି ଓ ଅନ୍ୟାନ୍ୟ ବହୁତ ଡକୁମେଣ୍ଟ ବ୍ଲାଙ୍କ ଚେକ୍ ଏଭଳି କିଛି ଜବତ କରାଯାଇଛି। और जबत होता ड्रग्स परिमाण हूँ आम 16.350 बा 16.350 ग्राम जबत कराई। आज से हाँ महिला बैंक अकाउंट जैसे आम तदंताधीन अच्छी बर्तमान जो तदंत प्राथमिक स्तर अच्छी परवर्ती समय से क्यों ड्रग्स आणुले केमती सप्लाई करुले फाइनेंशियल इन्वेस्टिगेशन पुलिस धारा कोहल कर सेक्शन 65 लगे दिंता जब दिंता लगौना जहाँफल से पुनः 6 मास नहीं नहीं देखो जहाँ तार एनडीपीएस एक्ट प्रोविजन रही धारा ही लगाई कौन कोहल धारा लगा जाऊनी आप जोटा कहले परवर्ती समय जो फाइनेंशियल एनडीपीएस एक्ट जो फाइनेंशियल इन्वेस्टिगेशन धारा है फाइनेंशियल इन्वेस्टिगेशन जहाँ स्थावर अस्थावर संपत्ति अच्छी जोटा कि विगत 6 वर्ष मध्य निशा कारबार जो करते जबत कर देखो से कही रखिली आप पूर्व कहे जेहेतु प्राथमिक स्तर में अच्छी कहवा ठीक हम ना से केते दूर से प्राइमरी सोर्स थे ना क्या आणिक बिकुले ना करुले तदंत पर ही कहुपर सविशेष तथ्य।